ଭାଇଙ୍କର ଝିଅର ଜନ୍ମଦିନ ଉପଲକ୍ଷେ ଯେଉଁ ସତ୍ସଙ୍ଗ ଦେଇଛନ୍ତି, এই ସତ୍ସଙ୍ଗରୁ ଜଣାପଡ଼ୁଥିଲା ଯେ ଗୋଟେ ଇଂଲିଶର ଗୋଟେ ପ୍ରୋଭର୍ବ ଯେ ମର୍ଣ୍ଣିଂ ସୋଜ୍ ଦିଏ। ଯେତେବେଳେ ଆମେ ସତ୍ସଙ୍ଗ ଆସିଥିଲୁ, ମାନସ ଭାଇ ଆସିନଥିଲେ, ସୌମ୍ୟ ଭାଇ ବ୍ୟସ୍ତ ହେଉଥିଲେ। ଦେଖିଲୁ ଯେ ଠିକ୍ ସମୟ 7:30 ଆମର 7 ବେଳେ ଆରମ୍ଭ ହେଇଥିଲା, 7:30, 7:35, 7:30 ସତ୍ସଙ୍ଗ ଆରମ୍ଭ ହେଲା। ସବୁ ଜିନିଷଟା ଠିକ୍ ଥିଲା। ଆଉ କେତେ ସୁନ୍ଦର ଭାବେ ଭଜନ କୀର୍ତ୍ତନ ହେଉଥିଲା। ଆଉ ସବୁବେଳେ ଯେତେବେଳେ ମୁଁ ସତ୍ସଙ୍ଗ ଯାଏ ଭାବେ ଯେ କିଏ ଗୋଟେ କହି ମୁଁ ଟିକେ ଶୁଣିବି, କିନ୍ତୁ ଆଜି ମାନସ ଭାଇ କହିଲେ ଯେ ମୋତେ କହିଲେ। ତେଣୁ ଜୀବନରେ ପ୍ରଥମେ ମୁଁ କହୁଛି ଯେ ଜନ୍ମଦିନ ଦେଇଛନ୍ତି, ଏଇ ଜନ୍ମଦିନ ଉପଲକ୍ଷେ ପାରିବାରିକ ଜୀବନଟା କିନ୍ତୁ ସୁଖମୟ ହେଉ। କାରଣ ଯଦି ଆମେ ପରିବାର ଭିତରେ ଏଇ ଜିନିଷ ଶିକ୍ଷା କରିଛେ, ଯେତେବେଳେ ମୁଁ ପ୍ରଥମ କଥା ଟିକେ ଯେହେତୁ ମୁଁ କହୁଛି, ଯେହେତୁ ଠାକୁରଙ୍କ ସତ୍ସଙ୍ଗ ଆସି କହୁଛି, ଯେତେବେଳେ ମଣିଷଟା ହେଲେ ଅଭାବ ଅସୁବିଧାରେ ପଡ଼ିଥାଏ, ସେ ସେଥିରେ ଖୋଜେ ଯେ କେମିତି କଲେ ତା'ର ସମାଧାନ ହେବ। କିଏ ଜ୍ୟୋତିଷ ହେବାକୁ ଯାଏ, କିଏ ହାତ ଦେଖାଏ, କିଏ ପଥର ବିନ୍ଧେ, କିଏ ମନ୍ଦିରକୁ ଦୌଡ଼େ, କେତେ କଥା କରିଛି। ଆଉ ଜୀବନରେ ପ୍ରତ୍ୟେକ କେଉଁଟା ବାକି ନାହିଁ ମୋ ଜୀବନରେ ଯେଉଁଟା ମୁଁ ନ କରିଛି। କିନ୍ତୁ ବୋଧହୁଏ ବାପା ମାଆଙ୍କର କିଛି ଗୋଟେ ସଂସ୍କାର ଥିଲା। ମୋତେ ଗୋଟେ ମାଉସୀ ସତ୍ସଙ୍ଗରେ ଗୋଟେ ପ୍ଲାଟଫର୍ମରେ ଜଣେ ଭାଇ ଡାକିଥିଲେ, ଆଉ ମୁଁ ଯାଇକି ସେଠି ପହଞ୍ଚିଥିଲି। ଆଉ ସେ ଭାଇ ଯିଏ ଦେଖାଇଥିଲେ ମୋର ଅଭିନାଶ ଦେଖାଇଥିଲେ, ଅଭିନାଶ ଖାଲି ଏତିକି କହିଥିଲେ ଯେ ଜୀବନରେ ବହୁତ ଗୋଟେ ସମସ୍ୟା ଅଛି, ଟିକେ ଠାକୁରଙ୍କୁ ଧର ଦେଖିବ କ'ଣ ହେଉଛି ଭାଇ, ଏତିକି କହିଥିଲେ। ତାପରେ ସେତେବେଳେ ଏତେ ଆରମ୍ଭ ହୋଇ ମାନେ 97 ମସିହା କଥା କହୁଛି। ତେଣୁ ମୁଁ ଯେତେବେଳେ ଭାବିଲି, ସେତେବେଳେ ମୋ ମନ ଭିତରେ ଆସିଥିଲା, ସେଦିନ ଘରେ ଆଇଁଷ ହେଇଥିଲା, ମୁଁ ଆଇଁଷ ଖାଇ ଯାଇଥିଲି। ସେଇ ପୋଷାକ ପକେଟରେ କିଛି ପଇସା ନଥାଏ, ଗୋଟେ ଅଭାବ ଅସୁବିଧା ଭିତରେ ମଣିଷ ଯାଇଥିଲା। ଆଉ ଯେଉଁ ଭାଇ ଯାଇଥିଲେ ସେ ବହୁତ ପ୍ରିନ୍ସିପୁଲ୍ ଟିକେ। ତେଣୁ ସେ ମୋତେ ଯେତେବେଳେ ସେ କହିଲେ ମୋ ମନଟା ହଠାତ୍ ମାନେ ଚିଟିକେଲେ, ମୁଁ ଠାକୁର ଦୀକ୍ଷା ନେବି ବା ନାଁଟା ନେବି। ତାପରେ ମୋତେ ସେ କହିଲେ ତୁମେ ଘରେ ବୁଝିକି ନେଲନି। ମୁଁ ଟିକେ ତାଙ୍କ ଉପରେ ରାଖିଗଲି। ମୁଁ କହିଲି ମୁଁ ନେବି, ମାନେ ମୋର ଗୋଟେ ଜିତିଲେ ମୁଁ ନେବି ତ। ତାପରେ ମୁଁ ଯେତେବେଳେ ଠାକୁରଙ୍କ ନାମ ନେଲି, ନେଇକି ପଳେଇ ଆସିଲି, ସେ ଭାଇଙ୍କ ସହିତ ପଳେଇ ଆସିଲି। ଆସି ଘରେ ଯେଉଁ ଆସିଗଲି, ମୁଁ କହିଲି ବୋଉ ଠାକୁରଙ୍କ ନାମ ଦେଲି। ଆଜି ବୋଉ ନାହିଁ, ବୋଉ ମୋତେ କହୁଥିଲେ ବଢ଼ିଆ କଲୁ। ତାପରେ ଯେତେବେଳେ ମୁଁ ମାଉସୀଙ୍କ ସତ୍ସଙ୍ଗ ଯାଉଛି, ଏଇ ଜିନିଷଟା ମୁଁ କାହିଁକି କହୁଛି, ପାରିବାରିକ ଜିନିଷଟା ଯେଉଁଟା ମାନସ ଭାଇ କହିଲେ ଯେ ପାରିବାରିକ ଜିନିଷ, ହେମନ୍ତ ଭାଇ କୁହନ୍ତି, ହେମ ଭାଇ କୁହନ୍ତି ଯେ ପରିବାର ଜିନିଷଟା ମାନେ ଗୋଟେ ସବୁଠୁ ମେନ୍। ଆମେ ସେଠି ପାରିବାରିକ ଜିନିଷ ଶିକ୍ଷା କରୁଛୁ, କେମିତି କେଉଁଥିରେ ମୁଁ ପାରିବି। ମୁଁ ଯେଉଁ ଲାଇନ୍ରେ ଅଛି, ଯାହା ବି କରୁଛି, ଯଦି ମୋତେ ପରିବାର ଭିତରେ ସେଇ ଜିନିଷ ନ ମିଳେ ତାହେଲେ ମୁଁ କେମିତି କରିବି। ମୁଁ ଗୋଟେ ବିଜନେସ୍ କରୁଛି, ମୁଁ ପାଠ ପଢ଼ୁଛି, ମୁଁ କେଉଁଠି ଚାକିରି କରୁଛି, ଯାହା ବି କରେ ନା କାହିଁକି, ଯାହା ବି କିଛି କରେ ନା କାହିଁକି, ତା ଭିତରେ ପାରିବାରିକ ଜିନିଷ ସେ ପରିବାର ଭିତରୁ ଆସିଛି। ତେଣୁ ମୁଁ ଯେହେତୁ ଏଇ ପାରିବାରିକ ଜିନିଷ ଉପରେ ମୁଁ ଟିକେ ସେଇ ଉପରେ କହୁଛି ଯେ ପାରିବାରିକ ଜିନିଷଟା କ'ଣ। ଯେତେବେଳେ ମୁଁ ଦେଇଥିଲି, ବୋଉ ମୋତେ କହିଲା, ମନଟା ବହୁତ ଖୁସି ହେଇଗଲା। ଘରେ ବି ଏ ପର୍ଯ୍ୟନ୍ତ ଠାକୁର ଦୟା କରିଛନ୍ତି, ପ୍ରାର୍ଥନା କରେ, 2 ବେଳେ ପ୍ରାର୍ଥନା କରେ, ଯାଇକି ପ୍ରଣାମ କରେ। ମୋତେ ବୋଉକୁ ମାନେ ନାମ ଦେବାକୁ ମୋତେ କିଛି କଷ୍ଟ ହେଲେ ଘରେ ଭାଇ ଭଉଣୀ ଯେତିକି ଥିଲେ ତାଙ୍କୁ ଦେଇଦେଲି। କିନ୍ତୁ ବାପା ଟିକେ କିଏ ଲୋକ, ବାପା ଟିକେ ସାଧାରଣ ଓଜନ ଲୋକ ହେଲେ, ତାଙ୍କ ପାଖକୁ ମୁଁ ବାପାଙ୍କୁ କହିଲି ତୁମେ ବି କୁହେ ଆପଣ କୁହେ। ଦିନେ ଆମେ ଏମିତି ପ୍ରେୟାର କରୁଥିଲି, ଆଉ ଯାଇକି ସକାଳେ ପ୍ରଣାମ କରି ବାପା ପଚାରିଲେ, ବୋଉ ପଚାରିଲେ ସେ କ'ଣ ସକାଳୁ ଉଠିକି ସେ କ'ଣ କରୁଛି, ପ୍ରାର୍ଥନା କରୁଛି, କ'ଣ କରୁଛି। ବୋଉ କହିଲେ ସେ ଗୁରୁଙ୍କ ଦୀକ୍ଷା ନେଇଛି। ତାପରେ ଦିନେ ରବିବାର ଦିନ ମୋ ମନେ ଅଛି, ଆମର ମାଉସୀ ସତ୍ସଙ୍ଗ ଗୋଟେ ଜାଗାରେ ହେଉଥିଲା, ଆମେ ସବୁ ଯାଇଥିଲୁ। ମୁଁ ଯେ ପ୍ରତ୍ୟେକ ରବିବାର ଦିନ ଯାଏ, ସେଠି ମୁଁ ବସିଥିଲି, ସେ ଆଲୋଚନା ହେଲା ପରେ ମୋ ଗୁରୁ ଭାଇଙ୍କ ସହ ଟିକେ ଦେଖା କଲି। ତାପରେ ମୁଁ ଘରକୁ ପଳେଇ ଆସିଲି 8:30, 9ଟାରେ ଘରକୁ ସାଇକେଲରେ ମାଉସୀ ଏଠି ହେଉଥିଲା, ଉଲ୍ଟାଉନ୍ ହେଉଥିଲା। ମୁଁ ଘରକୁ ପଳେଇ ଆସିଲି, ହଠାତ୍ ବାପା ମୋତେ ପଚାରିଲେ କୁଆଡ଼େ ଯାଇଥିଲି। ମୁଁ କହିଲି ମୁଁ ସତ୍ସଙ୍ଗ ଯାଇଥିଲି। ବାପା କହିଲେ ସେଠି କ'ଣ ସବୁ ଆଲୋଚନା ହେଉଥିଲା। ମୁଁ ଏଇଆ କହିଲି। ବାପା ମୋତେ କହିଲେ ଯେ ମୁଁ ନେଲେ ହେବ, ମାନେ ବିଶ୍ୱାସ କରେ ଆମେ ଭାଇ ଭଉଣୀ ଥିଲୁ। ବାପାଙ୍କର ଗୋଟେ ସ୍ୱଳ୍ପ ଇନକମ୍ ଭିତରେ ବୋଉ ଆମକୁ ପର୍ବପର୍ବାଣିରେ ସବୁ ଭାଇ ଭଉଣୀକୁ ଆମକୁ ଡ୍ରେସ୍ ଦେଇପାରେ ନା। ତେଣୁ ଯଦି 2 ଭଉଣୀଙ୍କର ହେଲା ତାହେଲେ ମୋର ହେଇନଥିବ, ମୋର ଯଦି ନ ହେଇଥିବ ତାହେଲେ ଏମିତି ମାନେ ବୋଉ ଗୋଟେ କରିଥିଲେ। ବୋଉ ଚାହେଁ ଯେ 5ଟା ପିଲାଙ୍କ ସହିତ ମୋ ପିଲାଟା ସମାନ ହଉ। ସେମିତିଆ ପ୍ରତ୍ୟେକ ଠାକୁର ସେମିତି ଚାହାନ୍ତି। ଆମ ଭିତରେ ଯେଉଁ ଅଯୋଗ୍ୟତା ଜୀବନ ଅଛି, ଯାହା ବି ଅଛି, ବୃତ୍ତି ପ୍ରବୃତ୍ତି ଅଛି, ଠାକୁର ସେଗୁଡ଼ାକ କେତେ ସୁନ୍ଦର ଭାବେ ସେଟାକୁ ନିୟନ୍ତ୍ରଣ ଆମକୁ ଆଗକୁ ନିଅନ୍ତି। କିନ୍ତୁ ଆମେ ବୁଝୁନା ଭାଇ। ଆମେ ଯେତେବେଳେ ଭାବୁ ଯେ ମୁଁ ଠାକୁର ଦୀକ୍ଷା ନେଇ ପରିବାର ଭିତରେ ଅଶାନ୍ତି ମୋତେ ଲାଗେ, ବହୁତ ଆମେ କିଛି କରୁନି। ମୁଁ ତ ଏଇଟା କହିବି ଯେତିକି ମରେ, ତେଣୁ ସେଥିପାଇଁ ଯେତେବେଳେ ସୌମ୍ୟ ଭାଇ କଥା ମୁଁ କହିବି, ସୌମ୍ୟ ଭାଇ ଯେତେବେଳେ ଆମର ପ୍ରଥମେ YSକୁ ଆସିଥିଲେ, ମୁଁ ତ ଏମିତି ଶାଶୁଙ୍କୁ ଡାକେ, ପିଲାଙ୍କୁ ଡାକେ। ସେ ସତ୍ସଙ୍ଗକୁ ଆସିଲା ଭିତରେ ସୌମ୍ୟ ଭାଇରେ ମନେ ଅଛି, ସୌମ୍ୟ ଭାଇ କହିଲେ ମୁଁ ଆସିଲେ, ଆମର ସେଇ ପାୱାର ଆସିଲା ମାନସ ଏସବୁ ଇଏ କରିଥିଲେ। ମୁଁ କହିଲି ଆପଣ ନୂଆ ଭାଇ ଆସିଛନ୍ତି, ନୂଆ ଷ୍ଟେନର ଶିଖୁଛନ୍ତି। ସୌମ୍ୟ ଭାଇ କହିଲେ ଯେ ଇଷ୍ଟବୃତ୍ତି ମାଆ କରୁଛନ୍ତି। ସୌମ୍ୟ ଭାଇ ତାର ଦେଖି ସୌମ୍ୟ ଆସିଛନ୍ତି। ସୌମ୍ୟ କେତେ ସୁନ୍ଦର ପରିବର୍ତ୍ତନ ଜୀବନରେ, ଆଜି କେତେ ସୁନ୍ଦର ଭାବେ ସେ ଅଛନ୍ତି। ବହୁତ ଖୁସି ଲାଗେ, ତାଙ୍କର ବହୁତ କିଛି ଶିକ୍ଷା କରିବାର ଅଛି। କେତେ କଷ୍ଟ କରିଛନ୍ତି ଜୀବନରେ। ଗୋଟେ ଯାଇକି ସେ ଗୋଟେ ଅନ୍ୟ ଗୋଟେ ମାନେ ଏଠି ଯାଜପୁର ଗୋଟେ ଥିଲେ, ତାପରେ ସେ ହାଇକୋର୍ଟକୁ ଆସିଥିଲେ। କିନ୍ତୁ ସେ ଚାକିରି କରିବେ ସେଇଟା ମୁଁ କହୁନି ଯେ ସେ ଇଏ କଲେ, କିନ୍ତୁ ଠାକୁରଙ୍କୁ ଧରିକି ଜୀବନଟା କେମିତି ମଙ୍ଗଳ ହେଇଛି। ତେଣୁ ସେଥିପାଇଁ ଆମେ କହିବା କଥା, ଯଦି ମୁଁ ଠାକୁରଙ୍କ ଦୀକ୍ଷା ନେଇଛି ତାହେଲେ ମୁଁ 2 ବେଳେ ପ୍ରାର୍ଥନା କରୁଛି ତ, ମୁଁ ମୋ ବାପାଙ୍କୁ ପ୍ରଣାମ କରୁଛି ତ, ଯଦି ତାହେଲେ ଏଠି
ଯେତେବେଳେ ମୁଁ ସୁସ୍ଥିନୀ ଆମ ଘରେ କେହି ସୁସ୍ଥ ମୁଁ ପ୍ରଥମେ ଦୀକ୍ଷା ନେଲି ମୁଁ ପ୍ରଥମେ ସୁସ୍ଥିନୀ ନେଲି ତାହେଲେ ମୁଁ ଦେଖିଲି ସୁସ୍ଥିନୀ କଥାଟା ବି ଆମ ଘର ଭିତରେ ସେଟା ସାଙ୍ଗେ ସାଙ୍ଗେ ହେଇଗଲା ମାନେ ସାଙ୍ଗେ ସାଙ୍ଗେ ବୋଉ ମୁଁ କହିଲି ବୋଉ ଏମିତି ଟିକେ ଅଛି ଅସୁବିଧା ଅଛି ମୋତେ କହିଲେ ଯେ ପିଆଜ ରସୁଣ ଛାଡ଼ିବାକୁ ବୋଉ କହିଲା ତୁ ଛାଡ଼ିବିନି ମୁଁ ତ ଏକୁଟିଆ ଲୋକ ପାରିବିନି ଭାଇ ସିଆଡ଼େ ବାପା ବୁଢ଼ା ହେଲେଣି ସେ ମୁଁ ଏତେ ପିଆଜ ରସୁଣ ହେଉଛି ଯେତେବେଳେ ମୁଁ ଗୋଟେ ରୋଷେଇ କରିବି ବିନା ପିଆଜ ରସୁଣ ବାପାଙ୍କୁ ପ୍ରଥମେ ଟିକେ କଷ୍ଟ ଲାଗିଲା ବାପା କହିଲେ କ'ଣ ପିଆଜ ରସୁଣ କରୁନାହାନ୍ତି ଟିକେ ଇଏ ଲାଗିଲା ଆଇଁଷ ତ ହେଉନଥିଲା ତାର ବାପା ତା ଦେହରେ ହେଇଗଲେ ତେଣୁ ମୋ କହିବାର କଥା ହେଉଛି ଯେ ଏଇ ପରିବାର ଜିନିଷ ଆଜି ଆମେ ଶିକ୍ଷା କରିଛେ ପୂଜ୍ୟପଦ ନରେନ୍ଦ୍ର ଅଛନ୍ତି ଦାଦାଙ୍କ କଥାଟା ଆମେ ବହୁତ ସମୟ କହୁ କାରଣ ଯଦି ଆମକୁ ଦାଦା ଏଇ ସତ୍ସଙ୍ଗ ନ ଆଣିଥାନ୍ତେ ବୋଧେ ଆମକୁ ଗୋଟେ ମାଉସୀମ ସତ୍ସଙ୍ଗ ଗୋଟେ ପ୍ଲାଟଫର୍ମ କିଛି ମିଳିନଥାନ୍ତା ଯେଉଁଥିରେ ଆମକୁ ସେ ପାରିବା ଜିନିଷଟା ଅଛି ଆଜି ପରିବାର ଭିତରେ ମୋତେ ଯେତେ ଦେଖି ଖୁସି ଲାଗେ ହେବେଠୁ ଆରମ୍ଭ କରିକି ସତ୍ୟ ଭାଇ ପୁଇନ ଭାଇ ତାଙ୍କ ପରିବାର ଦେଖିଲେ ମାନସିକ କେତେ ଖୁସି ଲାଗେ ଯେ ଏତେ ଛୋଟ ଛୋଟ ପିଲା ସେମାନେ କିନ୍ତୁ ଠାକୁର ଦୀକ୍ଷା ନେଉଛନ୍ତି କେତେ ଛୋଟ ଛୋଟ ସତ୍ସଙ୍ଗ ଆସୁଛନ୍ତି ମୋତେ ଏଇଟା ଲାଗେ ଯେ ଆମ ପରିବାରରେ ସେଇଟା ହୁଅନ୍ତାନି ଆମେ ସମସ୍ତେ ଚାହୁଁଛୁ ଭାଇ ସମସ୍ତେ ସୁଖ ଶାନ୍ତି ଆନନ୍ଦ ଚାହୁଁଛୁ କିନ୍ତୁ এই সুখ শাନ୍ତି ପାଇଁ ମୁଁ କ'ଣ କରୁଛି କହିଲେ ଖାଲି ବ୍ୟସ୍ତ ହେଉଛି ଠାକୁର କହିଲେ ସବୁ ଅବସ୍ଥାରେ ଆଜି ଥାଉ ଦୁଃଖ ତୁମର କ'ଣ କରିବ ଠାକୁର ଯେଉଁ ମାଣିଟା ଦେଇଦେଲେ ଏଇଟା ମୁଁ ଟିକେ ବୁଝିଲେ ଦେଖି ଠାକୁର ଯେଉଁ ଯାହାକୁ ଯେଉଁ ଲେଭେଲ ତିଆରି କରିଛନ୍ତି ଭାବନ୍ତୁ ମୋ କଥା ମୁଁ କହୁଛି ଭାଇ ନିଜର ଯୋଗ୍ୟତା ଦକ୍ଷତା କିଛି ନାହିଁ ପରମିତା କେମିତି କାମ କରିଦେଉଛନ୍ତି ଆଶ୍ଚର୍ଯ୍ୟ ଲାଗୁଛି ଭାଇ ଯେଉଁଠି ରେଜଲ୍ଟ ଏତେ ଘର ସେଥିପାଇଁ ଏଠି ଯେଉଁ ପାରିବାରିକ ସତ୍ସଙ୍ଗ ରହିଛି ସୌମ୍ୟ ଭାଇ ଆଉ ପ୍ରବୀଣ ଭାଇ ଦେଇଛନ୍ତି ତାଙ୍କର ଏତେ କହିବେ ଗରୁଡ଼ ଭାଇ ଦେଇଛନ୍ତି ଏତେ କହିବେ ତାଙ୍କର ପରିବାର ଜୀବନ ଠାକୁରଙ୍କୁ ଧରିକି ଆହୁରି କେତେ ଆଗକୁ ଯାଆନ୍ତୁ ଯେମିତି ଏଠି ଆମେ ଯେତିକି ବସିଛେ ସମସ୍ତେ ଠାକୁରଙ୍କୁ ଧରିକି ଭାଇ ଭଲ ରହିବା ଏଥିରେ ଆମେ କିଛି ଗୋଟେ ପଇସା ପତ୍ର କିଛି କାରବାର ନାହିଁ ଏଠି କେବଳ ଠାକୁର ନିଜ ନିଷ୍ଠା ଅନେଷ୍ଟ ଯେଉଁ ଜିନିଷ ଆମେ କରୁଛେ ଟିକେ ଅନେଷ୍ଟଲି କରିବା ଯେଉଁ ମୁଁ ପ୍ରାର୍ଥନା କରୁଛି ମାନେ ପ୍ରାର୍ଥନା ସମୟରେ ମୁଁ ପ୍ରାର୍ଥନା କରିବି ତା ଦେହରେ କିଛି ମୋର କିଛି କମ୍ପ୍ରମାଇଜ୍ ମୋତେ ସତ୍ସଙ୍ଗ ଥରେ ଯିବାକୁ ପଡ଼ିବ ମୋତେ ଗୁରୁ ଭାଇଙ୍କ ସହିତ ଆଳାପ ଆଲୋଚନା କରିବାକୁ ପଡ଼ିବ ମୋର ଯାହା ପ୍ରୋବ୍ଲେମ୍ ହେଇଛି ମୋ ଭାଇମାନଙ୍କୁ ପଚାରିଛି ଇଭିନ୍ ମୋ ମାନେ ଏଇ ଯେଉଁ ୱାଇଏସ୍ ରହି ଭିତରେ କେତେ କ'ଣ ଚିଠି ମୋ ପାଖକୁ ପଳେଇ ଆସିଛି ମୁଁ ଯାଇକି ତାପସଙ୍କୁ ଦେଖେଇଛି ମାନେ ସେତେବେଳେ ଭାଇଙ୍କୁ ଦେଖେଇ ସରି ଅବିନାଶ ଭାଇଙ୍କୁ ବି କହିଛି ଆଉ ସେଥିରେ କେତେ ସୁନ୍ଦର ସୁନ୍ଦର ସବୁ ସଲ୍ୟୁସନ୍ ସେମାନେ ଦେଇଦିଅନ୍ତି ତେଣୁ ସେଥିପାଇଁ ମୁଁ ବିଶେଷ ସମୟ ନେବେନି ଦାଦା ଅଛନ୍ତି ସୁନ୍ଦର ଭାବେ କହିବେ ଭାଇମାନେ ଅଛନ୍ତି କହିବେ ତେଣୁ ସେଥିପାଇଁ କହିବି ଆଜି ସମସ୍ତେ ଠାକୁରଙ୍କୁ ଧରିକି ଯେଉଁ ସୌମ୍ୟ ଭାଇ ଯେଉଁ ଗୋଟେ ଛୋଟ ଝିଅ ବୁଝିଲା ସିଏ ଏବେ କେତେ ବୁଲିଆ କଥା କହୁଛି ଠାକୁରଙ୍କୁ ଧରୁ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ସେ ଅନୁଭବ କରୁ ଆଉ ତାର ବୈବାହିକ ଜୀବନଟା ସେମିତି ହଉ ଯଦି ବ୍ୟକ୍ତିଗତ ଜୀବନ ଠିକ୍ ନ ହେଉନି ଭାଇ ଆମର ବୈବାହିକ ଜୀବନ ତ ଖୁସି ହେବନି ତେଣୁ ସେଥିପାଇଁ ଦରିଦ୍ର ବହୁତ ସମୟ କହୁଥିଲେ ଯେ ବୈବାହିକ ଆମର ମାନେ ଦାମ୍ପତ୍ୟ ଜୀବନଟାକୁ ଯିବା ପୂର୍ବରୁ ଆମକୁ ପ୍ରଥମେ ବ୍ୟକ୍ତିଗତ ଜୀବନରେ ସାଧନା କରିବାକୁ ପଡ଼ିବ ସାଧନା ମାନେ ଚାକିରି ପଇସା ଇଏ କଲେ ମୁଁ କହୁଥାଏ ଏଇ ଠାକୁର ଯେଉଁ ଟିକେ ପ୍ରିନ୍ସିପଲ୍ ଦେଇଛି ଦୁଇ ବାର ଟିକେ ପ୍ରାର୍ଥନା ଦେଇଛନ୍ତି ସକ୍ଷମ ଦେଇছে ସେ ଯାହା ହେଇଯାଉ ବୁଝେ ଭାସିଯାଉ ପଛେ ମୁଁ ଦେଖିଛି ମୋତେ ତା ଦେହରେ ମୁଁ କୋଉଦିନ ଗୋଟେ ହେଳା କରିନି ଆଜି ଯେତେବେଳେ ଠାକୁର ମୋତେ ସେମିତି ଗୋଟେ ବିରାଟ ବଡ଼ ମଣିଷରେ କରିନାହାନ୍ତି ବହୁତ ଗୁଡ଼େ ପଇସା ରୋଜଗାର କରୁଛନ୍ତି କିନ୍ତୁ ସେଇ ଗୋଟେ ସ୍ୱଳ୍ପ ଇନକମ୍ ଭିତରେ ଯେଉଁଟା ମୁଁ ଅନୁଭବ କରୁଛି ଠାକୁର କେମିତି କରୁଛି ଯେଉଁଠି ଏତେ ପଇସାର ଆରମ୍ଭ ମାନେ ପ୍ରତ୍ୟେକ ମୁହୂର୍ତ୍ତ ଠାକୁର ସେଇ ଅନୁଭବଟା ଦେଉଛନ୍ତି ଯେ ଯେଉଁଠି ବିରାଟ ବଡ଼ ପଇସାର ଖର୍ଚ୍ଚ ହେଉଛି ଠାକୁର କିନ୍ତୁ ଅଳ୍ପ ପଇସାର ଆମ ଭିତରେ ସେ ଜିନିଷଗୁଡ଼ା ସମାଧାନ କରୁଛନ୍ତି ସେଥିପାଇଁ ମୁଁ ଚାହୁଁଛି ଯେ ପ୍ରତ୍ୟେକ ପରିବାର ଭିତରେ ଦେଖନ୍ତୁ ଆଜି ମୁଁ ଯେଉଁ ସଂସ୍ଥାରେ ଅଛି ପ୍ରତ୍ୟେକ ବାହା ବାପା ମାନେ କୁହନ୍ତି ଯେ ସାର୍ ଆପଣଙ୍କ ପାଖକୁ ସିଏ ଗଲେ ସିଏ ହଉ ମୁଁ କହିଲେ ଆଜ୍ଞା ଆପଣ ତାକୁ ଜନ୍ମ କରିଛନ୍ତି ତାକୁ ବଢ଼େଇଛନ୍ତି କରୁଛନ୍ତି ସିଏ ମୋ କଥା କ'ଣ ମାନିବ ଆପଣ କଥା ସେ ମାନିଲେ ଏତେ ବର୍ଷ ମୋ କଥା ବି ମାନିବ ନା ଆପଣ କୁହନ୍ତୁ ମାନେ ଆଜିକାଲି ବାପା ମା ବି ଭୟ କରୁଛନ୍ତି ତାଙ୍କ ପିଲାମାନଙ୍କୁ କହିବା ପାଇଁ କିନ୍ତୁ ବିଶ୍ୱାସ କରିବେ ଠାକୁରଙ୍କୁ ଧରିଲା ପରେ ଜୀବନ କ'ଣ ପାରିବାରିକ ଜୀବନ ଯେଉଁମାନେ ଟିକେ ଆମର ଭାଇମାନେ ବାହା ହେଇଛନ୍ତି ସେ ପାରିବାରିକ ଜୀବନ ଅନୁଭବ କରୁଥିବେ ଯେ ମୋର ଦୁଇଟା ଝିଅ କେତେବେଳେ ମୁଁ ଭାବିନି ଯେ ଯେଉଁ ଝିଅମାନେ ଆଜିକାଲି ବହୁତ ଅବାଟରେ ପଳେଇ ଯାଉଛନ୍ତି ମୋବାଇଲରେ କେତେ କ'ଣ ଇଏ କରୁଛନ୍ତି କେତେବେଳେ ମନ ଭିତରେ ଠାକୁର ସେ ପ୍ରଶ୍ନ ଦେଇନାହାନ୍ତି ମାନେ ମୁଁ ଯେତେବେଳେ ରାତିରେ ଶୋଏ ମୋତେ ଲାଗେ ଯେ ମୋ ମା ମୋତେ ଲାଗେ ଯେ ଆଉ କିଛି ମାନେ ମୋତେ କେତେ ଏ ଜିନିଷଟା କେମିତି ହେଉଛି ଭାଇ ଏ ଠାକୁରଙ୍କ ଦୟା ତେଣୁ ସେଥିପାଇଁ ଠାକୁରଙ୍କ ଦୟା ଆଜ୍ଞା ସମସ୍ତଙ୍କ ଉପରେ ଅଛି ଠାକୁର ପ୍ରତ୍ୟେକ ମଣିଷକୁ ଭଲ ପାଆନ୍ତି ସେ କାହାକୁ ତେଣୁ ଆମେମାନେ ପ୍ରଥମେ ଚେଷ୍ଟା କରିବା ଯେ ଯେଉଁ ଭାଇମାନେ ବାହା ହେଇନାହାନ୍ତି ସେମାନେ ଅତ୍ୟନ୍ତ ବାକେ ତାଙ୍କର ବ୍ୟକ୍ତିଗତ ଟିକେ ସଜାଡ଼ନ୍ତୁ ସତ୍ସଠି ଆସନ୍ତୁ ସେଇ ମାନସ ଭାଇଙ୍କର କିଛି ଜିନିଷ ହେଇଯାଏ ଅବିନାଶ ଭାଇଙ୍କର କିଛି କହିବେ ହେମ ଭାଇଙ୍କର କିଛି କଥା ହଉ ଡାଇରେକ୍ଟ ସେ କିଛି କିଛି ଜିନିଷ କହିଦିଅନ୍ତି ଯେ ଏଇଟା ତୁମକୁ ଭଲ ଲାଗୁନି ଏଇଟା କେମିତି କରୁଛ ସେମିତି କରୁଛ ସେଇଟା ଆମକୁ ଜୀବନରେ ଶିକ୍ଷା ଦିଏ ଆଉ ସେଥିପାଇଁ ଆଗକୁ ଆଉ ଯେତେବେଳେ ଆମେ ସେଇ ଦାମ୍ପତ୍ୟ ଜୀବନ ଭିତରେ ସାମାଜିକ ଜୀବନ ଭିତରେ ଯେ ଠାକୁରଙ୍କର ସେ ଜିନିଷଟା ବିଧାନଟା ଆମେ ବୁଝିପାରୁ ଠାକୁର କାହିଁକି ଦେଇଥିଲେ ଆଉ ମାଉସୀ ସତ୍ସଙ୍ଗ କେତେ ବଡ଼ ପ୍ଲାଟଫର୍ମ ଗୋଟେ ଦେଇଛି ସେଥିପାଇଁ ଆଜି ତ ଆମର ସେଇ ମିଟିଂ ଭାବରେ ଥିଲା ଭାଇମାନେ କହିଲେ ଏତେ ଖୁସି ଲାଗିଲା ମୋତେ ଯେ ମୁଁ କହିଲି ମୋତେ ଆଜି କହିଲେ ମାନସୀ ହଠାତ୍ କହିଲେ ଯଦି ମୁଁ ନ କହିବି ତାହେଲେ ଠାକୁର ନଯାଏ କାରଣ ଠାକୁର କହିଛନ୍ତି ମୋ ମାଧ୍ୟମରେ ଠାକୁର କହିଛନ୍ତି ତେଣୁ ସେ ସର୍ବଶେଷରେ ସମସ୍ତଙ୍କର ଏମିତି